तो हेलो फ्रेंड्स स्वागत करছি ଆପଣମାନଙ୍କୁ ଆଉ ଏକ ନୂଆ ଭିଡ଼ିଓକୁ। ଆପଣ ଦେଖନ୍ତୁ ଯେଉଁ DHSC ପକ୍ଷରୁ ନୋଟିସଟି ଜାରି ହେଇଛି ଯେ ରାଜ୍ୟର 76ଟି କଲେଜ ଯେଉଁ +2 କଲେଜ ରହିଥିଲା ତାହା ବନ୍ଦ ହେଇଯିବାର ସମ୍ଭାବନା ରହୁଛି। ତ କ'ଣ ରହିଛି ତାର ଫୁଲ୍ ଡିଟେଲ୍ସ ତାର ଅପଡେଟ୍ କ'ଣ ରହିଛି ମୁଁ ଆପଣମାନଙ୍କୁ ଏ ଭିଡ଼ିଓରେ ଜଣେଇବି। ତ ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଆଉ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଗକୁ ଏଇଭଳି ନୂଆ ନୂଆ ଭିଡ଼ିଓ ଅପଡେଟ୍ ପାଇବା ପାଇଁ। ତ ଦେଖନ୍ତୁ ଫ୍ରେଣ୍ଡସ୍ ଏଇ ଯେଉଁ ନୋଟିସଟି DHSC ତରଫରୁ ଆପଣଙ୍କର ଜାରି ହେଇଛି ତ ଯେଉଁ ନୋଟିସ୍ ହେଉଛି 100 ପେଜ୍ ନୋଟିସ୍ କାହିଁକିନା ଯେଉଁ ପାଖାପାଖି ଆପଣଙ୍କର 76 ମାନେ 76ଟା ଆପଣଙ୍କର +2 କଲେଜ ରହୁଛି ତ ସେ କଲେଜ ଗୁଡ଼ାକର ତାଙ୍କର ଟେମ୍ପୋରାରୀ ରେକଗ୍ନିସନ୍ ମାନେ ଆପଣଙ୍କର 7 ବର୍ଷର ଯେଉଁ ଟେମ୍ପୋରାରୀ ପାରମିସନ୍ ଆଣିଥିଲେ ତାହା ସରିଯାଇଛି ଏବଂ ବର୍ତ୍ତମାନ ସେ 76ଟି ଯେଉଁ +2 କଲେଜ ରହିଛି ତାହା ବନ୍ଦ ହେଇଯାଇପାରେ ବା ଆପଣଙ୍କର କଣ୍ଟିନ୍ୟୁ କରିପାରେ। ତ କେଉଁ କଲେଜ ଲିଷ୍ଟ ରହିଛି ମୁଁ ଆପଣଙ୍କୁ ଦେଖେଇବି। ତା ପୂର୍ବରୁ ଦେଖନ୍ତୁ ଏଇ ଯେଉଁ 76ଟି କଲେଜକୁ 100 ପେଜ୍ ନୋଟିସ୍ ପଠାଯାଇଛି ଯେ ଆପଣଙ୍କର 7 ବର୍ଷ ପୂର୍ତ୍ତି ହେଇଯାଇଛି ତ କାହିଁକି ଆପଣଙ୍କର ଯେଉଁ ରେକଗ୍ନିସନ୍ଟାକୁ ବନ୍ଦ କରି ଦିଆ ନଯିବ। ତ ଯଦି ୟାକୁ ଏକ୍ସପ୍ଲେନ୍ ଯେଉଁ କଲା ପରେ ଯେଉଁ କଲେଜ ମାନେ ତାଙ୍କର ଆନ୍ସର ଦେଲା ପରେ ଯେଉଁ କଲେଜ ଠିକ୍ ଲାଗିବ ସେଇ କଲେଜକୁ କେବଳ ରେକଗ୍ନିସନ୍ ମିଳିବ ଆଉ ବାକି କଲେଜ ଆପଣଙ୍କର ବନ୍ଦ ହେଇଯିବାର ସମ୍ଭାବନା ରହିଛି। ତ ଦେଖନ୍ତୁ କେଉଁ କଲେଜ ତାର ଲିଷ୍ଟ ଏଇଠି ତଳେ ରହିଛି। ଦେଖନ୍ତୁ ଏଇଠି ମୋ ପାଖରେ ଲିଷ୍ଟ ଅଛି ଯେ ଆପଣଙ୍କର ସବୁ ଜିଲ୍ଲାରେ କେଉଁ କଲେଜ ଏବଂ କେଉଁ ଷ୍ଟ୍ରିମ୍ ସେଟା ସେଇ କଲେଜ ଗୁଡ଼ାକ ବନ୍ଦ ହେଇଯିବାର ସମ୍ଭାବନା ରହିଛି। ତ ଦେଖନ୍ତୁ ଯେମିତି ଏଇଠି ଦେଖିପାରୁଥିବେ ଲିଷ୍ଟରେ ଏପଟେ ଆପଣଙ୍କର ଡିଷ୍ଟ୍ରିକ୍ଟ ଅଛି, ବ୍ଲକ୍ ଅଛି ଆଉ ଆପଣଙ୍କର କଲେଜ ନାଁ ଅଛି ଏବଂ ଷ୍ଟ୍ରିମ୍ ନାଁ ମଧ୍ୟ ରହିଛି। ତ ଏଇଠି ମୁଁ ସ୍କ୍ରୋଲ୍ କରିକି ଧୀରେ ଧୀରେ ଆପଣଙ୍କୁ ସବୁ କଲେଜର ନାଁଟି ଦେଖାଇ ଦେଉଛି। ଯଦି ଆପଣଙ୍କର କେଉଁ ଡିଷ୍ଟ୍ରିକ୍ଟରେ କେଉଁ କଲେଜ ନାଁ ଅଛି ତ ଆପଣ ଜାଣିପାରିବେ ଆପଣ ସେ କଲେଜରେ ଏବେ ଆଡ଼ମିସନ୍ ଏଇ ବର୍ଷ ପାଖରୁ ଆପଣଙ୍କର ବନ୍ଦ ହେଇଯାଇପାରେ ବା ଆପଣଙ୍କର ଯେଉଁ ଆଡ଼ମିସନ୍ ହେଇପାରେ। ତ ଯାହାଫଳରେ ଆପଣଙ୍କର ଯଦି ଆଡ଼ମିସନ୍ ବନ୍ଦ ହେଇଯାଉଛି ତ ସେ କଲେଜରେ ଆପଣ ଆଉ +2 ଫର୍ମଟି ପକାଇ ପାରିବେ ନାହିଁ ବା ଆଡ଼ମିସନ୍ ହେଇପାରିବେ ନାହିଁ। ତ ଦେଖନ୍ତୁ ଏଇଠୁ ସବୁ ଅଛି ଯେମିତିକି ଆପଣଙ୍କର କୋରାପୁଟ ହେଲା, ଆପଣଙ୍କର ଖୋର୍ଦ୍ଧା, ମୟୂରଭଞ୍ଜ ଆସିଲା, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଏତିକି ଆପଣଙ୍କର 76ଟା ଟୋଟାଲ୍ ଦେଖନ୍ତୁ 76ଟା କଲେଜର ନାଁ ରହୁଛି। ତ ଏଇ 76ଟା କଲେଜ ଆପଣଙ୍କର ମେ ବି ଆଗକୁ ଏଇ ବର୍ଷ ପାଖରୁ ଆଡ଼ମିସନ୍ ପୁଣି ହେଇପାରେ ବା ବନ୍ଦ ହେଇଯିବାର ଚାନ୍ସ ମଧ୍ୟ ରହୁଛି। ତ ଏଇଠି ଆପଣଙ୍କର ଭିଡ଼ିଓକୁ ପଜ୍ କରି ଆପଣଙ୍କର ଯେଉଁ କଲେଜ ଲିଷ୍ଟ ଗୁଡ଼ାକ ଆପଣ ଦେଖିପାରିବେ ଆପଣଙ୍କ ଜିଲ୍ଲାରେ କେଉଁ କଲେଜ ଆପଣଙ୍କର ବନ୍ଦ ହେବାକୁ ଯାଉଛି। ତ ଆଶା କରୁଛି ଫ୍ରେଣ୍ଡ ଇଏ ଥିଲା ଏପଟର ଅପଡ଼େଟ୍। ତ ଆପଣଙ୍କୁ ଅପଡ଼େଟ୍ଟି ଭଲ ଲାଗିଥିବ। ତ ଯଦି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ସେୟାର ମଧ୍ୟ କରିଦିଅନ୍ତୁ। ତ ଚାଲନ୍ତୁ ଫ୍ରେଣ୍ଡସ୍ ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଆଜି ପାଇଁ ଏତିକି ରହୁଛି। ଥ୍ୟାଙ୍କ ୟୁ।